ମୁଁ ଆଶିଷ ନନ୍ଦ ଅଧ୍ୟକ୍ଷ ଆମର ଓଡ଼ିଶା ରାଜ୍ୟ କୃଷି ଅସ୍ଥାୟୀ କର୍ମଚାରୀ ସଂଘ। ଆଜି ଯେଉଁ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି ଦୀର୍ଘ 93 ମସିହାରୁ ଆଜି ପର୍ଯ୍ୟନ୍ତ ଏ କୃଷି ବିଭାଗର ଏ ଅସ୍ଥାୟୀ କର୍ମଚାରୀ ମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଆସୁଥିଲେ। କୃଷି ଏବଂ କୃଷକଙ୍କର ପାଖରେ ସରକାରଙ୍କର ଯେଉଁ ସୁଫଳତା ନେଇ ପହଞ୍ଚାଉଥିଲେ, କିନ୍ତୁ ଦୁର୍ଭାଗ୍ୟର କଥା ଏମାନେ ଗତ 2022 ମସିହାରୁ ପ୍ରଥମେ ଏମାନଙ୍କର ବେତନକୁ ବନ୍ଦ କରିଦିଆଗଲା। ସବୁ ଜିଲ୍ଲାରେ ନୁହେଁ, କିଛି କିଛି ଜିଲ୍ଲାରେ ପ୍ରଥମେ ବେତନକୁ ବନ୍ଦ କରିଦିଆଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବେତନ ବନ୍ଦ ହେବାର ଦୃଷ୍ଟି ଆକର୍ଷଣ ରାଜ୍ୟ ସରକାରଙ୍କର କରାଗଲା ବା ମାନ୍ୟବର ଆମର ଉପମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଗଲା, ତାପରେ 2024 ମସିହାରେ ସେମାନେ ଗୋଟେ ଚିଠି କରିକି ତାଙ୍କର ଡିଟେଲ ରିପୋର୍ଟ ମାଗିଲେ। କାହିଁକି ବନ୍ଦ ହେଇଛି କ'ଣ ହେଇଛି ବାବଦରେ ମନ୍ତ୍ରୀ ଯେତେବେଳେ ଜାଣିବାକୁ ଚାହିଁଲେ ଏମାନେ କ'ଣ କଲେ, ତାଙ୍କୁ ଡିସଏନଗେଜମେଣ୍ଟ କରିଦେଲେ ବା ଚାକିରିରୁ ଛଟେଇ କରିଦେଲେ। ଆଚ୍ଛା, ଯଦି ଛଟେଇ କରିଦେଲେ, ଛଟେଇର ଗ୍ରାଉଣ୍ଡ କ'ଣ କଲେ ନା ଆମେ 93 ମସିହା ଠାରୁ ତାଙ୍କୁ ଛଟେଇ କରିଦେଇଛୁ। ଏଠି ମୋର ପ୍ରଶ୍ନ ଉଠୁଛି, ଯଦି 93 ମସିହାରୁ ଛଟେଇ କରାଗଲା ତାହେଲେ 2007 ମସିହାରୁ 2013 ମସିହା ଏ ଯେଉଁ 7 ମସିହା ଠାରୁ 2024 ମସିହା ପର୍ଯ୍ୟନ୍ତ ମୁଁ ଆପଣଙ୍କର ଆମର ପ୍ରେସ୍ ଇସ୍ତାହାରରେ ଲେଖିଛି, ପୁରା ଡେଟ୍ ୱାଇଜ୍ ଲେଖିଛି। ଆମ ସହିତ ରିପିଟଲି ଆଲୋଚନା କରିଛନ୍ତି, ବିଭିନ୍ନ ପ୍ରକାର କମିଟମେଣ୍ଟ କରିଛନ୍ତି, ବିଭିନ୍ନ ପ୍ରକାର ଚିଠି ମଧ୍ୟ ସେ କରିଛନ୍ତି, ସବୁ ତା ଦେହରେ ଲେଟର ନମ୍ବର ଡେଟ୍ ମଧ୍ୟ ହଁ ଏକ୍ଜାକ୍ଟଲି ସମସ୍ତେ ଦେଇଛନ୍ତି ଚିଠି, ତା ଦେହରେ ମେନସନ୍ ଅଛି ସବୁ। ମୁଁ ଯୋଉଥିପାଇଁ କି ଟିକେ ପୂର୍ବରୁ କହିଥିଲି ଆଜି ରାଜନୀତି ଅଛି, ପ୍ରଶାସନିକ ଅଧିକାରୀଙ୍କର ତାର ତ ନୀତି ଅଛି, ପ୍ଲସ୍ ଆଙ୍କର ପେଟ ପାଟଣା ସେମାନଙ୍କର ରାଜନୀତି ଏବଂ ବ୍ୟୁରୋକ୍ରାଟ୍ସ ମାନଙ୍କର ପଲିଟିସିଆନ୍ ଆଣ୍ଡ ବ୍ୟୁରୋକ୍ରାଟ୍ସ ମାନଙ୍କର ଭିତରେ ଇଏ ନିରୀହ ନିଷ୍ପେଷିତ କର୍ମଚାରୀ ତଳିଆ କର୍ମଚାରୀ କୋଉ ଭଳି ବଳି ପଡ଼ିଛନ୍ତି ଆପଣ ଟିକେ ଦେଖନ୍ତୁ। ଯଦି 93 ମସିହା ତାଙ୍କୁ ଛଟେଇ କଲ ତାହେଲେ 2022 ମସିହା ତମେ ତାଙ୍କୁ କ୍ରମାଗତ ଭାବେ ବେତନ ଦଉଥିଲ କେମିତି? ଏଠି ଗୋଟେ ମୋର ପ୍ରଶ୍ନ। ତେଣୁ ଏ ସମସ୍ତ ଜିନିଷକୁ ଏଇଟା ଗୋଟେ ସନ୍ଦେହ ଭିତରେ ରହୁଛି। ଏଠି ସମ୍ପୂର୍ଣ୍ଣ ଭାବେ ଯୋଉଟା କହନ୍ତି ଶ୍ରମିକ କର୍ମଚାରୀ ମାରଣ ନୀତି ଅବଲମ୍ବନ କରାଯାଇଛି। ତାକୁ ସରକାର କହିଛନ୍ତି କି ପ୍ରଶାସନ କରିଛି, ସେ ବାବଦରେ ଆମେ କହିପାରିବୁ ନାହୁଁ, କିନ୍ତୁ ଆମ ଏଥିରେ କ'ଣ ଦୋଷ ରହିଛି ଏଇଟା ତଦନ୍ତ କରାଯାଉ ଏବଂ ଆମ ପାଇଁ ଉଚିତ ନ୍ୟାୟ ପ୍ରଦାନ କରାଯାଉ। এইটা হচ্ছে আমার দাবি। আজ্ঞা সমবায় মন্ত্রী সহিত আমার দেখা সাক্ষাৎ হয়নি। সমবায় মন্ত্রী এটি আহরি গোটে টেকনিকাল প্রোবলেম রয়েছে। এগ্রিকলচর ডিপার্টমেন্টর প্রডকশন কলে সমবায় মন্ত্রীଙ୍କର কাম রহিলা যে ধান মন্ডি করিকি তাকে বিক্রি করা, তাকরে আজ্ঞা 500 পিলাঙ্কু ছটেই ଯେଉଁମାନେ 5000 ମାସକୁ ଦରମା ପାଉଥିଲେ ତାକୁ 500 ଟଙ୍କାରେ ମାନେ 500 ପିଲାଙ୍କୁ ଛଟେଇ ଗଲେ 2400 କେତେ ପିଲାଙ୍କୁ ରଖିଛନ୍ତି ଆପଣଙ୍କର ଆଉଟସୋର୍ସିଂ ପିଲାଙ୍କୁ, ଯାହାକୁ ମାସିକ 25000 ଟଙ୍କା ଦରମାରେ। ଆଗାମୀ ଦିନେ ଆମେ ତ ରଖିଛୁ ଆସନ୍ତା 28 ତାରିଖରେ ଆମେ ଗୋଟେ ନୀରବ ଶୋଭାଯାତ୍ରା କରିବୁ। ଆସିକି ମାନ୍ୟବର ମନ୍ତ୍ରୀ ଆମର ଡେପୁଟି ଚିଫ୍ ମିନିଷ୍ଟରଙ୍କୁ ଆମେ ଗୋଟେ ମେମୋରାଣ୍ଡମ୍ ସବମିଟ୍ କରିବୁ। ତାପରେ ସବମିଟ୍ କଲା ପରେ ଯଦି କୌଣସି ପଦକ୍ଷେପ ନିଆ ନଗଲା ତାପରେ ଆମର ଆମେ ବସିକି ନୀତିଗତ ନିଷ୍ପତ୍ତି ନେବୁ। ତାପରେ ଆମେ କେଉଁ ଆନ୍ଦୋଳନକୁ ଯିବୁ। କର୍ମଚାରୀ ଛଟେଇ ହେଉଛନ୍ତି, କର୍ମଚାରୀ ଦେବେ କ'ଣ? ହଁ, ଯେଉଁମାନେ ତ ଆପଣ ଯେଉଁଟା କହୁଛନ୍ତି, ଯେଉଁମାନେ ତ ଆପଏଣ୍ଟମେଣ୍ଟ ହେଇକି ଥିଲେ ତାଙ୍କୁ ତ ଛଟେଇ କରିଦିଆଯାଉଛି। ଯେଉଁମାନେ ଆପଏଣ୍ଟମେଣ୍ଟ ହେଇକି ଥିଲେ ତାଙ୍କୁ ତ ଛଟେଇ କରିଦିଆଯାଉଛି। ଆଉ ନୂଆ ଆପଏଣ୍ଟମେଣ୍ଟର ପ୍ରଶ୍ନ ଉଠିଲା କେଉଁଠୁ? ଇଏ ଯୋଉଟା କହୁଛନ୍ତି ସେଇଟା ଆମ ଭିତରେ ବର୍ତ୍ତମାନ ଇଏ ହଉଛି। ସୁଧାଂଶୁ ଶେଖରପତି, ଚିଫ୍ ଆଡଭାଇଜର। ମୁଖ୍ୟ ହେଉଛି ଯନ୍ତ୍ର ପିଲାଙ୍କର ବା କର୍ମଚାରୀ ମାନଙ୍କର ପରିବାର ପେଟ ପାଟଣା ଓ ଜୀବିକା ଉପରେ ନିର୍ଭର କରୁଛି। ଯେହେତୁ ଦୀର୍ଘ ଦିନ ଧରିକି ସେମାନେ ଏ ଏଗ୍ରିକଲଚର ଡିପାର୍ଟମେଣ୍ଟର ପ୍ୟାକ୍ରେ ଅଛି ତାଙ୍କ ପହଞ୍ଚେଇ ଯାଉଥିଲେ, ବର୍ତ୍ତମାନ ସରକାର କିଛି ନ ବୁଝିକି ତାଙ୍କୁ ଛଟେଇ କରୁଛନ୍ତି, ଭିତରେ ପଶୁନାହାନ୍ତି। ଚାଉଳ ନୀତି ଖାଳ ନୀତି ଅବଲମ୍ବନ କରି ଏମାନଙ୍କୁ ସେମାନେ ଚାକିରିରୁ ବାହାର କରୁଛନ୍ତି ଏବଂ ତାଙ୍କ ପ୍ରାପ୍ୟ ଆଜି 2 ବର୍ଷ ହେଲା ଦେଇନାହାନ୍ତି। ଆମ ରିକ୍ୱେଷ୍ଟ ହେଉଛି ସରକାରଙ୍କ ପାଖରେ ତାଙ୍କୁ ମାସକୁ ଯେ ପ୍ରାପ୍ୟ ଥିଲା ପ୍ରାପ୍ୟ ଦିଆଯାଉ ଏବଂ ସରକାରଙ୍କ ନୀତି ନିୟମ ଅନୁସାରେ ତାଙ୍କୁ ଗ୍ରାଜୁଆଲି ରେଗୁଲାର କରାଯାଉ। ଏତିକି ହେଉଛି କଥା। ପାଖାପାଖି 400 ଖଣ୍ଡେ ପିଲାଙ୍କୁ ଛଟେଇ ଯାଇଛି।
परिस्थिति तो बहुत दयनीय परिस्थिति जेहेतु से किसी सरकार पाखु पैसा पाते बर्तमान घरे बेकार बच्चे किए लेबर खटुची किए अन्न जा डेली लेबर पदक्षेप आम मेमोरांडम देवु आगे मेमोरांडम देला सी कौन स्टेप ग्रहण कर देखा गोटे अपॉइंटमेंट डिस्कशन मांगू माननीय मंत्री को सहित आलोचना जो सुफल नब बसिकी आम अरे तो समस्त मतामत नहीं आम कार्यपंथा ग्रहण करवा ना कि प्रकार कार्यपंथा ग्रहण करवा समस्त मतामत नहीं फाइनाल कर